ଜୟ ଜଗନ୍ନାଥ। ଆଜି ଆମେ 4ଟି ବିଷୟରେ ଉପରେ ଆଲୋଚନା କରିବା, ଯାହାକି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହାଦ୍ୱାରା ଆମେ ସୁଭଦ୍ରା ଯୋଜନାର ଟଙ୍କା ଆମକୁ ମିଳିବ। ସେଇଟା ଆମର ନିହାତି ଜାଣିବା ଦରକାର। ଆମର କୋଉଠି ଭୁଲ ରହିଛି ଡକୁମେଣ୍ଟ। ଆମେ ଯେତେବେଳେ ଆପ୍ଲାଏ କରିଥିଲେ, ସେତେବେଳେ ଆମେ ଜାଣିନଥିଲେ ଯେ ଆମର କୋଉଠି ଆମେ ଭୁଲ କରିଦେଇଛେ। ସେଇଟା ଆମର ଜାଣିବାର ଅଛି। ଜାଣି ସାରିଲା ପରେ ଆମେ ତାକୁ ସଂଶୋଧନ କରିବା। ତାପରେ ଆମେ ବାରି ବାରି ଚେକିଂ କରିବା କୋଉଠି ଆମର ଭୁଲ ରହିଲା। ତାପରେ ଆପଣ ଯଦି ସୁଭଦ୍ରା ଯୋଜନା ଡକୁମେଣ୍ଟ ଯଦି ଭୁଲ କରିଛନ୍ତି ଆପ୍ଲାଏ କରିଲା ଟାଇମରେ, ତ ଆପଣଙ୍କର ସୁଭଦ୍ରା ଯୋଜନା ଟଙ୍କା ଆସିବାର ବିଳମ୍ବ ହେବ ଏବଂ ଆପଣଙ୍କର ଯେଉଁ ଡକୁମେଣ୍ଟ ଭୁଲ ରହିଛି ତାକୁ ଆପଣ ସଂଶୋଧନ କରନ୍ତୁ। କେମିତି ଆପଣ ସଂଶୋଧନ କରିବେ ତା ବିଷୟରେ ମୁଁ ସମ୍ପୂର୍ଣ୍ଣ ବିବରଣୀ ଦେବି এই ଭିଡ଼ିଓ ମାଧ୍ୟମରେ। ଆପଣ ଧୈର୍ଯ୍ୟ ସହିତ এই ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖି ସାରିଲା ପରେ ଆପଣ ଜାଣିପାରିବେ ଯେ ଆପଣଙ୍କର ଡକୁମେଣ୍ଟ କୋଉଠି ଭୁଲ ରହିଲା। ଏଇ ଜାଗାରେ ଆମେ ସଂଶୋଧନ କଲେ ଆମକୁ ସୁଭଦ୍ରା ଯୋଜନାର ଟଙ୍କା ଆସିବ। ଚାଲନ୍ତୁ ସୁଭଦ୍ରା ପୋର୍ଟାଲକୁ ଯିବା। ସେଠାରେ ଆମେ ଜାଣିବା ଯେ ଆମର କୋଉଠି ଭୁଲ ରହିଛି। ଏଠି ଦେଖନ୍ତୁ କ୍ରୋମ୍ ବ୍ରାଉଜର ଅଛି। ଏଇ ଯେଉଁ କ୍ରୋମ୍ ବ୍ରାଉଜରରେ ମୁଁ କ୍ଲିକ୍ କରିବି, ତ ଆପଣ ସେ କ୍ରୋମ୍ ବ୍ରାଉଜର ଯାଇ କ୍ଲିକ୍ କରନ୍ତୁ। କଲା ପରେ ଦେଖନ୍ତୁ କ୍ରୋମ୍ ବ୍ରାଉଜର ସର୍ଚ୍ଚ ଆସିଲା। এই ଯେଉଁ ସର୍ଚ୍ଚ ଆସିଲା, এই ସର୍ଚ୍ଚ ଉପରେ ଆପଣ କ'ଣ କରିବେ, ଲେଖିବେ ସୁଭଦ୍ରା ଯୋଜନା। ମୁଁ ବର୍ତ୍ତମାନ ଏଇ ଲେଖୁଛି ସୁଭଦ୍ରା ଯୋଜନା এই ସର୍ଚ୍ଚ ଉପରେ। ତାପରେ ମୁଁ ସର୍ଚ୍ଚ କରୁଛି। କଲା ପରେ ଦେଖନ୍ତୁ ସୁଭଦ୍ରା ଯୋଜନାର ପୋର୍ଟାଲ ଲିଙ୍କଟି ଆସିଲା। ଏଇ ଯେଉଁ ଲିଙ୍କଟା ଆସିଲା, এই ଲିଙ୍କ ଉପରେ ଆପଣ କ୍ଲିକ୍ କରନ୍ତୁ। ମୁଁ କ୍ଲିକ୍ କରିଦେଲି। ଦେଖନ୍ତୁ ସୁଭଦ୍ରା ଯୋଜନା ପୋର୍ଟାଲଟା ଆସିଗଲା। ତ ମୁଁ ସ୍କ୍ରଲ୍ କଲି। କଲା ପରେ ତଳକୁ ଦେଖନ୍ତୁ ସ୍କ୍ରଲ୍ କରୁଛି। এই ଯେଉଁ ତଳେ ଦେଖନ୍ତୁ, এই ତଳେ ଅଭିଯୋଗ, এই ଅଭିଯୋଗ ଉପରେ କ୍ଲିକ୍ କଲି। ବର୍ତ୍ତମାନ ପରବର୍ତ୍ତୀ ପେଜ୍ଟା ଖୋଲିଲା। ତ এই ଯେଉଁ ପେଜ୍ ଦେହରେ ଆପଣ ଲେଖନ୍ତୁ ଆଧାର ନମ୍ବରଟି। ଦେଖିଛନ୍ତି এই ଆଧାର ନମ୍ବର କହିଛି, ଯେଉଁ ଆଧାର ନମ୍ବର ଆପଣ ସୁଭଦ୍ରା ଯୋଜନା ଆପ୍ଲାଏ କରିଥିଲେ সেই ନମ୍ବରଟି এই ଜାଗା ଉପରେ ଲେଖିବେ। ମୁଁ ବର୍ତ୍ତମାନ ମୋର ଯେଉଁ ଆଧାର ନମ୍ବରରେ ଲେଖୁଛି এই ଜାଗା ଉପରେ, କାରଣ ମୁଁ ଯେଉଁ ନମ୍ବର ମୁଁ ଦେଉଛି ସେଇଟା ମୁଁ ସୁଭଦ୍ରା ଯୋଜନାରେ ଆପ୍ଲାଏ କରିଥିଲି। ତ এই ଯେଉଁ ଜାଗା ଉପରେ ମୁଁ କ'ଣ କଲି ନା, ମୋର ଆଧାର ନମ୍ବରଟା ଦେଲି। ଦେଲା ପରେ এই ଯେଉଁ ବକ୍ସ ଅଛି, এই ବକ୍ସ ଉପରେ ଠିକ୍ ଚିହ୍ନ ମାରନ୍ତୁ। କ୍ଲିକ୍ କଲା ମାନେ ସେ ଠିକ୍ ଚିହ୍ନ ଆସିଯିବ। ତାପରେ ଆପଣ କ'ଣ କରିବେ ନା, এই ଯେଉଁ ଲଗ୍ଇନ୍ ଅଛି, ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। ଆଧାର ସାଙ୍ଗରେ ଯେଉଁ ମୋବାଇଲ୍ ନମ୍ବରଟି ଆପଣଙ୍କର ଲିଙ୍କ ଅଛି, ସେଇ ନମ୍ବରଟି ଆପଣଙ୍କର ଚାଲୁ ହେବା ଦରକାର। ଆଉ ସେଇ ନମ୍ବରରେ ଆପଣ OTP ଆସିବ। ତ ମୋର ଚାଲୁ ଅଛି ବର୍ତ୍ତମାନ, ମୁଁ OTP ଆସିଯାଇଛି ମୋର। ତ এই ଯେଉଁ OTPଟା ମୁଁ କ'ଣ କରିବି ନା, এই ଜାଗା ଉପରେ ଦେଇଦେବି। এই ଯେଉଁ ଜାଗା ଉପରେ OTP ଜାଗା ଉପରେ ମୁଁ ଦେବି। ଦେଲା ପରେ ତାକୁ ମୁଁ OTP ସହିତ ଯାଞ୍ଚ କରନ୍ତୁ। এই ଯେଉଁ OTP ସହିତ ଯାଞ୍ଚ କରନ୍ତୁ। এই ଯେଉଁ ଦେଖିପାରୁଛନ୍ତି, এই ଯେଉଁ OTP ଯାଞ୍ଚ କରନ୍ତୁ। ଏହା ପରେ ମୁଁ କ୍ଲିକ୍ କରିବି। ମୋର OTP ଏଠି ମୋର ଯେଉଁ OTP ସହିତ ଯାଞ୍ଚ କରୁଥିଲି, ଏଠି କ୍ଲିକ୍ କଲି। କଲା ପରେ ଦେଖନ୍ତୁ, এই ଯେଉଁ କ୍ଲିକ୍ କଲା ପରେ ମୋର ପରବର୍ତ୍ତୀ ପେଜ୍ଟା ଆସିଲା। ଏଠି ଆମର ନିଜ ପାଇଁ ବାଛିବା କି ଅନ୍ୟ ପାଇଁ ବାଛିବା এই ଜାଗା ଉପରେ। ତ ବର୍ତ୍ତମାନ ମୁଁ ମୋର ନିଜ ପାଇଁ ବାଛିବି এই ଜାଗା ଉପରେ, କାରଣ ମୋର ଭୁଲ ଅଛି କି ଠିକ୍ ଅଛି ଏଇଟା ମୁଁ ଜାଣିବାକୁ ଚାହୁଁଛି ବର୍ତ୍ତମାନ। ତ ମୁଁ ଏଇଟାକୁ ମୁଁ ବାଛି ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଯାହା ଯାହା ଭୁଲ ଅଛି এই ଜାଗା ଉପରେ ଆପଣ ତାକୁ ଠିକ୍ କରିପାରିବେ এই ଜାଗା ଉପରେ। ତାପରେ ଆପଣ କ'ଣ କରିବେ ନା, ଯେଉଁ ପରବର୍ତ୍ତୀ এই ଯେଉଁ ଲେଖା ହେଇଛି, ଆପଣ କ'ଣ କରିବେ ନା, এই ଯେଉଁ ପରବର୍ତ୍ତୀ ଲେଖା ହେଇଛି, ଯେଉଁ ପରବର୍ତ୍ତୀ, এই ଯେଉଁ ପରବର୍ତ୍ତୀ, ତ ପରବର୍ତ୍ତୀ ଉପରେ ଆପଣ କ୍ଲିକ୍ କରିବେ। ଦେଖନ୍ତୁ ମୋର ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ମୋର ସବୁ ଡିଟେଲ୍ସ ମୁଁ ଦେଖିଛି, କାରଣ ଏଠି କୌଣସି ମୋର ଭୁଲ ନାହିଁ। ତ ଆପଣଙ୍କର କୌଣସି କିଛି ବି ଭୁଲ ଥାଏ ତାକୁ ଆପଣ ଏଠି ସଂଶୋଧନ କରିପାରିବେ କାଟିକି ସମ୍ପୂର୍ଣ୍ଣ ଭାବରେ। ବୁଝିପାରିଲେ? ଅଭିଯୋଗ ଦାଖଲ କରନ୍ତୁ। ଦେଖନ୍ତୁ ଆବେଦନ ସମୟରେ ଆପଣ ଯେତେବେଳେ ଭୁଲ କରିଛନ୍ତି ସେଇ ଆବେଦନଟାକୁ ବାଛିବେ, ପେମେଣ୍ଟକୁ ବାଛିବେନି। ଆବେଦନ ଉପରେ ଆପଣ କ'ଣ କରିବେ ନା, କ୍ଲିକ୍ କରିବେ। ବର୍ତ୍ତମାନ এই ଯେଉଁ ଆବେଦନ ଲେଖା ହେଇଛି, ଆବେଦନ ଉପରେ କ୍ଲିକ୍ କରିବେ। କଲା ପରେ ଆପଣ କ'ଣ କରିବେ ନା, ତାପରେ ଆପଣଙ୍କର ସେ ଯେଉଁ ଆବେଦନ କ୍ଲିକ୍ କଲା ପରେ ଆପଣଙ୍କର ଏଠାରେ ଆପଣଙ୍କର ଅଭିଯୋଗ ଲେଖନ୍ତୁ 200 ଅକ୍ଷରରେ। ଆପଣ ଯାହା ଯାହା ଭୁଲ ଥିଲା ତା ବିଷୟ ଉପରେ 200 ଅକ୍ଷରରେ ଲେଖିବେ। ସାର୍ ମୋର ଏଇଭଳିଆ ଯେ ମୋର ଭୁଲ ହେଇଯାଇଛି, ଯେ ଯେତେବେଳେ ମୁଁ ଦାଖଲ କରିଥିଲି ସେଇ ଟାଇମ୍ରେ CSC ଭାଇମାନେ ମୋର ଲେଖିବାରେ କୌଣସି ଭୁଲ ତ୍ରୁଟି କରିଦେଇଛନ୍ତି। ତ ସେଇଟାକୁ ମୁଁ ବର୍ତ୍ତମାନ ଠିକ୍ କରିଛି। ତ ଆପଣ ଦୟାକରି ଏଟାକୁ ସଂଶୋଧନ କରନ୍ତୁ। ଏଇ କଲା ପରେ ଆପଣ କ'ଣ କରିବେ ନା, ଏଇ ଯେଉଁ ଦେଖୁଛନ୍ତି ଦାଖଲ କରନ୍ତୁ, ଏଇ ପୁରା ତାପରେ ଆପଣ ଦାଖଲ କରନ୍ତୁ ଉପରେ ପୁଣି ଆଉ ଥରେ କ୍ଲିକ୍ କରିବେ। କଲା ପରେ ଆପଣଙ୍କୁ ଗୋଟିଏ ଛୋଟିଆ କୁପନ୍ଟି ମିଳିବ, ଯାହାଦ୍ୱାରା ଷ୍ଟାଟସ୍ ଚେକିଂ କରିପାରିବା। ଆଉ ଯଦି ଆମର ଏଠି କୌଣସି ଭୁଲ ନାହିଁ ତ ଅଲଗା ଡକୁମେଣ୍ଟ ଆମେ ଦେଖିବା।
क्रोम ब्राउजर सर्च अब एनपीसीआई लिखिए लिखि सारा पर देखो एनपीसीआई लिंक आसले यार पर क्लिक कले कस्टमाइज पर क्लिक करूँ कलापर ये देखो ये कस्टमाइज भारत आधार सेंडिंग इनिबल आप क्लिक करूँ कौन रे क्लिक करूँ देखो ये जगह पर तापर देखो गेट आधार मैपिंग पर क्लिक करूँ कलापर देखो आपंकर आप आधार नंबर दे सारा कैप्चर कोड कंप्लीट करेंगे कलापर ये कौन करेंगे चेक स्टाटस पर क्लिक करेंगे कलापर ये आपंकर आधार सागर जो मोबाइल नंबर लिंक अच्छे तार ओटीपी आसो से ओटीपी जो ओटीपी जगह आप देदेवे देलापर सबमिट डब्रे क्लिक करेंगे देखो ये सबमिट डब्रे आप जो देखुं ये सबमिट डब्रे क्लिक कलापर परवर्तीटा तो आपरे आप जापर जे आपंकर जो एनपीसीआई सागर आधार लिंक अच्छी कि ना सीटा ये जापर जे आपंकर जो एनपीसीआई द्वारा आपंकर सुभद्रा योजना टाटा आसूँ जो ओटीपीटा लिखुची ये तापर मुझे सबमिट कली कलापर देखो पेस्ट आस देखो ये जो आधार मोर नंबरटा आसी जाइए संपूर्ण भाव मैपिंग स्टाटस देखो ये इनेबल डीपीटी मोर एक्टिवेट अच्छी इनेबल अच्छी मोर स्टेट बैंक ऑफ इंडिया मोर बैंक तो मोर सब किसी ये एक्टिवेट अच्छी तो आपंकर ये एक्टिवेट आपंकर देखो तो आप जापर जे आपंकर एनपीसीआई लिंकटा हो रही आपंकर एनपीसीआई लिंकटा गोटे बैंक अकाउंट संगे लिंक हो रहा दरकार डॉक्यूमेंट आप देखिए चेकिंग कलापर ठीक रही तो आपंक पाखु जब अंगनवाड़ी कर्मी आसती तो आप कहे कि मोर सुभद्रा योजना टाटा आसनी ब्लॉक जाई से अभियोग करेंगे जे ये लोकर टाटा आसनी जदि भिडियोटी आपको भल लगी था कमेंट गोटे लाइक निश्चित करूँ।